ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶିକ୍ଷକପଡ଼ା ଷ୍ଟେସନ ରୋଡ ନିକଟ ଏକ ଘରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରିଛି। ସୂଚନା ଯେ ଗତକାଲି ବିଳମ୍ବିତ ରାତିରେ ମଧୁସୂଦନ ମାଝୀଙ୍କ ଜ୍ୱାଇଁ ରଶ୍ମିରଞ୍ଜନ ବିଶ୍ୱାଳ ଫ୍ୟାନ୍ରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ମଧୁସୂଦନ ଏବଂ ରଶ୍ମିଙ୍କ ସ୍ତ୍ରୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ରାତିରେ ପହଞ୍ଚି ଘରକୁ ସିଲ୍ କରିଥିଲା। ଆଜି ସକାଳ ମଧୁସୂଦନଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବା ସହ ରଶ୍ମିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରଶ୍ମିଙ୍କ ମା ଏବଂ ଭାଇ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆମ ପୁଅକୁ ମାରି ଦିଆଯାଇଛି ବୋଲି ଥାନା ଆଉ ଏକ ଅଭିଯୋଗ କରିଥିଲେ। ପୋଲିସ ଦୁଇ ପକ୍ଷରୁ ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ୍ ଟିମ୍କୁ ଖବର ଦେଇଥିଲେ। ସନ୍ଧ୍ୟା 7:30 ବେଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପରିବାର ଲୋକଙ୍କ ଆଗରେ ସିଲ୍ ହୋଇଥିବା ଘର ଖୋଲିବା ସହ ରଶ୍ମିଙ୍କ ମୃତ ଶରୀରକୁ ତଳକୁ ଓହ୍ଲାଇ ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ରଶ୍ମି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ। କାଲି 10:30 ସୁଇସାଇଡ୍ କଲେ, ମାନେ 10:30 ତାଙ୍କର ଡେଡ୍ ବଡି ଉପରେ ଝୁଲୁଛି, ଯେଉଁଟାକି ସେମାନଙ୍କର ଏଇଠି ତ ମର୍ଡର ହେଇଛି ଏକରେ। ତାପରେ ଆଜି ଯାଏଁ ବି ଏତିକି ଟାଇମ୍ ହେଲାଣି ସେମାନେ କୌଣସି କାମ ବି କରିନାହାନ୍ତି। ମୋର ତ ଏଫଆଇଆର୍ ବହୁତ କଷ୍ଟରେ ସେମାନେ ରିସିଭ୍ କଲେ, କିନ୍ତୁ କ'ଣ କହିବି ଆଉ, ଇଏ ହେଉଛି ଆମ ଶାସନର ବ୍ୟବସ୍ଥା। ଆପଣଙ୍କର ଭାଇଙ୍କର ଭାଇମାନେ ଦେଖନ୍ତୁ, ଏଠି ତ ଭାଇ ଆମର ତାଙ୍କ ଶ୍ୱଶୁର ଘରେ ହିଁ ରହୁଥିଲେ, ତାଙ୍କର ସେ ୱାଇଲ୍ଡ ଲାଇଫ୍ରେ ଥିଲେ। ତାପରେ ଆଜି ସେଇଠି ଶ୍ୱଶୁର ଘରେ ଥିଲେ, ସେ ମେଡ଼ିସିନ ଷ୍ଟପେଜ୍ କରିଥିଲେ। କଲା ପରେ ତାପରେ କ'ଣ ତାଙ୍କ ଭିତରେ ଝଗଡ଼ା ହେଇଛି। ଝଗଡ଼ା ମାନେ ତାଙ୍କର ଯେଉଁଟାକି ଶାଶୁ ଶ୍ୱଶୁର ତାକୁ କିଛି ମାନେ ବହୁତ କିଛି ଟାଇପ୍ର ମାଇଣ୍ଡ ଡିଷ୍ଟର୍ବାନ୍ସ କରିକିରି ଯେଉଁଟାକି ସେ ତାକୁ ଟଙ୍ଗେଇ ଦେଇଛନ୍ତି ତାଙ୍କୁ। କିନ୍ତୁ ତାଙ୍କ ଶ୍ୱଶୁର ପତ୍ର କହୁଛନ୍ତି ଯେ ତାଙ୍କର ଆତ୍ମହତ୍ୟା କରିଛି। ଆତ୍ମହତ୍ୟା ପୋଲିସ ଇନଭେଷ୍ଟିଗେସନ୍ ଆଜ୍ଞା କରିବ, সেটা তো পুলিশ ଆମକୁ ଲାଗୁଛି ତ ସେଟା ଆତ୍ମହତ୍ୟା ଯଦି ବି କରିଥିବେ ତାଙ୍କର କୌଣସି ଟର୍ଚରରେ ହିଁ ସେ ଆତ୍ମହତ୍ୟା କରିଥିବେ, ନହେଲେ କରିବନି। କାହିଁକି ଭାଇ କାଲି ଆମ ସହିତ କଥା ହେଇଛି, କାଲି କଥା ହେଇଛି 4ଟା ଯାଏଁ କଥା ହେଇଥିଲି। କେତେ ଭଲରେ କଥା ହେଲା, ସବୁ ଜିନିଷ ହେଲା। ତାର 2-3 ପୂର୍ବରୁ କହୁଥିଲା କି ନାଇଁ ତାଙ୍କର ଶାଶୁ ଯିଏ ତାକୁ ଏଇଆ ସେଇଆ କହୁଥିଲେ, ଆଉ ଗୋଟେ ଝିଅ ତମେ ବାହା ପାଇଁ କହୁଛ କି, ଏମିତି ବୋଲି କହୁଥିଲେ। କିଛି କାରଣ ନଥାଏ କି ଇଏ। ତାପରେ ଭାଇ ଆମର କହିଲା କି ନାଇଁ ତମେ ଯଦି ଚାହୁଁଛ ତମ ଝିଅକୁ କ'ଣ ଅନ୍ୟ ଗୋଟେ ଝିଅକୁ ବାହାଘର କରିବ କି, ଏଇ ଜିନିଷ ହେଇଛି। ତାପରେ ସେଇଟା ପୋଲିସ ଇନଭେଷ୍ଟିଗେସନ୍ କରୁଛି, ଯାହା କିଛି ହେଉଛି ଦୋଷୀକୁ ଭଲ ହିସାବରେ ଦଣ୍ଡ ମିଳୁଛି।